ମାଲିକ ପ୍ରତି କୁକୁରର ପ୍ରେମ ହଜିଲା ପରେ ବି ଭୁଲି ନଥିଲା ମାଲିକକୁ। 250 କିଲୋମିଟର ଅତିକ୍ରମ କରି ଫେରିଲା ମାଲିକ ପାଖକୁ। ଜୁନ୍ ମାସରେ ନିଖୋଜ ହୋଇଥିଲା ଆଉ ଜୁଲାଇ ମାସରେ ଘରକୁ ଫେରିଲା। ଦକ୍ଷିଣ ମହାରାଷ୍ଟ୍ରର ତୀର୍ଥନଗର ପଣ୍ଡରପୁରରେ ହଜିଯାଇଥିଲା ପୋଷା କୁକୁର ମହାରାଜା। କିନ୍ତୁ ଏବେ ସେ ନିଜେ 250 କିଲୋମିଟର ଦୂରତା ଅତିକ୍ରମ କରି ନିଜ ଗାଁକୁ ଫେରିଛି। ଗତ ଜୁନ୍ ମାସରେ ମହାରାଜା ତା ମାଲିକ କମଲେଶ କୁମାରଙ୍କ ସହ ପଣ୍ଡରପୁରରେ ବାର୍ଷିକ ବାରି ପଦଯାତ୍ରାକୁ ଯାଇଥିଲା। ବେଶ କିଛି ବାଟ ଯାଏ ମହାରାଜା ନିଜ ମାଲିକ ସହ ଥିଲା। ତାଙ୍କ ସହ ଅନ୍ୟ ବନ୍ଧୁମାନେ ମଧ୍ୟ ଏହି ଗୋଷ୍ଠୀରେ ସାମିଲ ଥିଲେ, ଯେଉଁମାନେ ଭଜନ ଓ କୀର୍ତ୍ତନ ଗାଇବାକୁ ଯାଇଥିଲେ। ବିଠୋବା ମନ୍ଦିର ପରିଦର୍ଶନ କରିବା ପରେ ମହାରାଜା ଆଉ ତାଙ୍କ ପାଖରେ ନଥିବା କମଲେଶ ଦେଖିବାକୁ ପାଇଥିଲେ। ପରେ ସେ ମହାରାଜାକୁ ବହୁ ଖୋଜାଖୋଜି କରିଥିଲେ, କିନ୍ତୁ ତାର କୌଣସି ପତ୍ତା ମିଳିନଥିଲା। ସେ ନିଖୋଜ ହୋଇଯାଇଥିଲା। ତେବେ ଏହାପରେ କୁକୁରଟି ଆପେ ଆପେ ଘରକୁ ଫେରିବା ପରେ କର୍ଣ୍ଣାଟକର ବେଲଗାମୀ ଜିଲ୍ଲା ୟାମାଗାର୍ନି ଗାଁରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି। ମହାରାଜାକୁ ବେଶ ଧୁମଧାମରେ ବେକରେ ଫୁଲମାଳ ପକାଇ ସ୍ୱାଗତ କରାଇଥିଲେ। କେବଳ ସେତିକି ନୁହେଁ, ସେ ଘରକୁ ଫେରିବା ଖୁସିରେ ଲୋକମାନଙ୍କ ପାଇଁ ଭୋଜିର ଆୟୋଜନ ବି କରାଯାଇଥିଲା। ବ୍ୟୁରୋ ରିପୋର୍ଟ, ପ୍ରତିଦିନ ଟିଭି।